ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଦୁନିଆର ଅନ୍ତ ନିକଟ ଆସୁଛି। ବହୁତ ବର୍ଷ ଧରି ଲୋକମାନେ ସବୁ କହି ଆସୁଛନ୍ତି ଯେ ଏହା ହେଇଯିବ, ସେୟା ହେଇଯିବ, ମାଳିକାରେ ଲେଖା ହେଇଛି, ଏଠି ସେଠି ଲେଖା ହେଇଛି, ବହୁତ ଜିନିଷ ଚଲେଇଛନ୍ତି। କିନ୍ତୁ ମୁଁ ଯେବେଠୁ ଭିଡ଼ିଓ ବନେଇଛି ମୁଁ ଏତେ ହୋହାଲା କରୁନି। ଯେଉଁ ଜିନିଷ ପ୍ରକଟ କରିବା କଥା ପ୍ରକଟ କରୁଛି, ଯେଉଁଟା ନ କରିବା କଥା କରୁନି। ଲୋକ ମାଳିକା ପ୍ରଚାର ନାଁରେ ମାଳିକା ବେପାର କରୁଛନ୍ତି କି କ'ଣ କରୁଛନ୍ତି ସେଇଟା ଭଗବାନ ଜାଣୁଥିବେ। କିନ୍ତୁ ଜିନିଷ ହେଉଛି ଯେ ବାସ୍ତବିକତା ଯାହା ସେଇଟା ମୁଁ ଆଗରୁ ଅଲରେଡ଼ି କହିଛି। 2020ରୁ ଲୋକ କହୁଛନ୍ତି ଦୁନିଆ ଧ୍ୱଂସ ହେଇଯିବ, ଦୁନିଆ ଧ୍ୱଂସ ହେଇଯିବ, ଅମକ ହେଇଯିବ, ଢିଙ୍କି ହେଇଯିବ, 21ରେ ହେଇଯିବ, 22ରେ ସେ ହେଇଯିବ, 23ରେ ସେ ହେଇଯିବ, ବହୁତ ଜିନିଷ ଚଲେଇଛନ୍ତି। ମୁଁ କିନ୍ତୁ ଷ୍ଟିକ୍ କରିକି କହିଥିଲି 22ରୁ ଗୋଟେ ଷ୍ଟାର୍ଟ ହେବ। ମାନେ ଯେଉଁ ଆଗକୁ ଯେଉଁ ବିଶ୍ୱଯୁଦ୍ଧ ହେବାର ପ୍ରୋବାବିଲିଟି ଯେଉଁଟା ରହୁଛି ସେଇଟା 22ରେ ହିଁ ତାର ବିଜୟଟା ପଡ଼ିବ। ଗୋଟେ ଭିଡ଼ିଓରେ କହିଥିଲି ରଷିଆ ୟୁକ୍ରେନ୍ ୱାର୍ ହେବା ପୂର୍ବରୁ, ଯେଉଁଟାକି 2022ରୁ ଷ୍ଟାର୍ଟ ହେଲା। ତାପରେ କହିଥିଲି 4ଟା ବର୍ଷ ରହୁଛି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, ସେଇଥିରୁ ଗୋଟେ ହେଉଛି 2025। ତ 2025 ଆସିଗଲା, ଆଉ 2 ମାସ ରହିଲା ପାଖାପାଖି। 2 ମାସ ପରେ ଗ୍ରହର ଯେଉଁ ସବୁ ଯୋଗ ସଂଯୋଗ ଆସିବା କଥା ସେଗୁଡ଼ା ଆସିଯିବ। ମୀନ ଶନି ଯୋଗ, ମୀନ ଶନି ଯୋଗ ଆସିଲେ ସାଙ୍ଗେ ସାଙ୍ଗେ କ'ଣ ହେଇଯିବ, ମେ ବି ହେଇପାରେ ନ ହେଇପାରେ, ବଟ୍ ସେବୁଠୁ ଷ୍ଟାର୍ଟ ହେବ, ଧୀରେ ଧୀରେ ହେବ। ତ ମୁଁ ଜଷ୍ଟ ଖାଲି ଗୋଟେ ଅପଡେଟ୍ ଦେଉଥିଲି ଯେ ଆଉ ମାସେ 2 ମାସର କଥା ରହିଲା, ଯାହାପରେ କି ଆମେ ବହୁତ ବଡ଼ ବଡ଼ ଧରଣର ପରିବର୍ତ୍ତନ ଦୁନିଆରେ ଦେଖିବା। ଦୁନିଆର ଦେଶ ଦେଶ ଭିତରେ ଟ୍ରଷ୍ଟଟା କମିଯିବ। ବିଭିନ୍ନ ପ୍ରକାର ଯେଉଁ ଲୋକ କହୁଛନ୍ତି 2000 ମୀନ ଶନି ଯୋଗ ହେଲେ କ'ଣ ହେବ କ'ଣ ହେବ, ଲୋକ ବିଭିନ୍ନ ପ୍ରକାର କଥା କହୁଛନ୍ତି ମୀନ ଶନି ଯୋଗ ଆସିବ, ମୀନଟା ହେଉଛି ଜଳ ରାଶି, ତେଣୁ ସୁନାମି ହେକା ଆସିପାରେ, ଏସବୁ ଜିନିଷ ଜଳ କ୍ଷେତ୍ରରେ କ'ଣ ହେବ, ସବୁ ଠିକ୍ ଅଛି। କିନ୍ତୁ ମୁଁ ଗୋଟେ ଯେଉଁଟା ମାଳିକାରୁ ଦେଖିଥିଲି ସେ ବିଶେଷରେ ମୁଁ କହିଥିଲି ଯେ ବହୁତ କିଛି ଗୋଟେ ବଡ଼ ଧରଣର ଜିନିଷ ହେବ। କିନ୍ତୁ କ'ଣଟା ହେବ ମୁଁ କହିନଥିଲି, କାରଣ ମାଳିକାରେ ଲେଖା ହେଇଛି ଏଗୁଡ଼ା ସବୁ ପ୍ରକାଶ କରିବା କଥା ନୁହଁ ବୋଲି, ତେଣୁ ମୁଁ ଏଇଟା କିଛି କହିନଥିଲି। କିନ୍ତୁ କ'ଣ ହେବ, ସମୟ ଯେହେତୁ ପାଖେଇ ଆସୁଛି, ମୁଁ ଗୋଟେ ଧର ହିଣ୍ଟ ଦେବା ପାଇଁ ଚାହିଁବି। ସେଇଟା ଯାହା ବି ହେବ ଦେଶ ଦେଶ ଭିତରର କଥା, ଦେଶ ଦେଶ ଭିତରେ ହିଁ ହେବ। ତେଣୁ ସେଇଥିରୁ ଆପଣ ଗେସ୍ କରିପାରିବେ କ'ଣ ହେଇପାରେ କ'ଣ ନାହିଁ, କେଉଁ ଦେଶ, ସେଇଟା ଆଉ ଗୋଟେ ମାସ ଯାକୁ ତାର ଅପଡେଟ୍ ଦେବା। କିନ୍ତୁ ଯେଉଁ ଗୋଟେ ଆକଳନ ଚାଲିଛି ଯେ ଦୁନିଆର ଅନ୍ତ ହେବ, ଦେଖନ୍ତୁ ଦୁନିଆର ଅନ୍ତ ନା ହେଇଛି ନା ହେବ। ଯେତେବେଳେ ମହାପ୍ରଳୟ ଆସିବ ସେତେବେଳେ ହିଁ ଦୁନିଆର ଅନ୍ତ ହେବ। ଦୁନିଆର ଅନ୍ତ ହେବା ମାନେ ହେଉଛି କ'ଣ ନା, ଯେଉଁ କରେଣ୍ଟ ଟ୍ରେଣ୍ଡ ଅଫ୍ ଲିଭିଂ, କରେଣ୍ଟ ଟ୍ରେଣ୍ଡ ଅଫ୍ ଦ ସୋସାଇଟି, ଏଇଟା ଚେଞ୍ଜ ହେଇଯିବ, ଯୁଗ ପରିବର୍ତ୍ତନ ହେଇଯିବ। ତ କ'ଣ ସତ୍ୟଯୁଗ ଯେଉଁ କହୁଛନ୍ତି, କଳିଯୁଗ ଯାଇକି ସତ୍ୟଯୁଗ ଆସିବ। କଳିଯୁଗ ଯାଇକି ସତ୍ୟଯୁଗ ଯେଉଁ କାଲକୁଲେସନ୍ ହିସାବରେ କୁହାହେଉଛି ସେଇଟା କେବେଠୁ ହେଇସାରିଲାଣି। ତେଣୁ କଳି ସତ୍ୟଯୁଗ ସେଇଟା କେଉଁ ବେସିସ୍ରେ କୁହାହେଇଥିଲା, କ'ଣ ମହାପୁରୁଷ ତାଙ୍କର ପୁସ୍ତକ ମାନେ କେଉଁ ବେସିସ୍ରେ କହିଥିଲେ, ସେଇଟା ଅଲରେଡ଼ି ହେଇସାରିଲାଣି। ମୁଁ ଆଗରୁ ଭିଡ଼ିଓ ମାନଙ୍କରେ କହିଥିଲି। ତେଣୁ କଳି ସତ୍ୟ ଚେଞ୍ଜ ହେବ ସେଇଟା କଥା ନୁହଁ। ତେଣୁ ଯେଉଁ ଟାଇମ୍ ଦେଉଛନ୍ତି, କେତେ ଜଣ ଦେଉଛନ୍ତି 2025ରୁ ଷ୍ଟାର୍ଟ ହେବ 2032ରେ ହେଇଯିବ, ସେମିତି କିଛି କନଫର୍ମ ନୁହଁ। ଷ୍ଟାର୍ଟ ହେବ, ଏଣ୍ଡ ବି ହେବ, 2032ରେ ହେଇପାରେ, 2040ରେ ହେଇପାରେ, 2045ରେ ହେଇପାରେ। ସେମିତି ନୁହଁ ଯେ 2032ରେ ପଳେଇ ଆସିବ। କାରଣ ନାନା ମୁନି ନାନା ମତ, କେହି କେହିଙ୍କର ମତରେ 2017ରୁ ଅଲରେଡ଼ି ଷ୍ଟାର୍ଟ ହେଇଗଲାଣି, କେହି କେହିଙ୍କ ମତରେ 2012ରୁ ଷ୍ଟାର୍ଟ ହେଇଗଲାଣି, କିଏ କିଏ ତ 2000 ଷ୍ଟାର୍ଟ ହେଇଗଲାଣି, କିଏ କିଏ ମତ ହିସାବରେ ମହାପୁରୁଷଙ୍କର ହିସାବ ଲଗାଇଲେ 5000 ବର୍ଷର 1900 ମସିହାରୁ ଷ୍ଟାର୍ଟ ହେଇଗଲାଣି, 1903-4 ମସିହାରୁ ଷ୍ଟାର୍ଟ ହେଇସାରିଲାଣି। ତେଣୁ ବିଭିନ୍ନ ପ୍ରକାର ମତ ଅଛି, ତେଣୁ ସେଥିରେ ଆମେ ଯିବାନି, କାରଣ ତାର ବିଶେଷରେ ଗଲେ ବହୁତ ଜିନିଷ ମୁଁ କହିପାରିବି, କିନ୍ତୁ କହୁନି। ସେଇଟା ବିଭିନ୍ନ ଲୋକଙ୍କର ବିଭିନ୍ନ ଅଭିଯାନ ଚାଲିଛି, ସେଟାକୁ ସବୁ କଣ୍ଟ୍ରୋଭର୍ସିଆଲ ଜିନିଷ ହେବ। ତେଣୁ ମୁଁ ଖାଲି ସିମ୍ପଲି ଏତିକି କହିବା ପାଇଁ ଚାହୁଁଥିଲି ଯେ ଯେଉଁ ଶେଷ କଳି ଶେଷ ହେବା ଯେଉଁ ସମୟ ବା ଯେଉଁ ବିପତ୍ତିର ସମୟ, ସେଇଟା ନିଶ୍ଚିନ୍ତ ସୁନିଶ୍ଚିତ ଆସୁଛି। ଏଇଟା ମୁଁ କେଉଁ ବେସିସ୍ରେ କହୁଛି, କ'ଣ ମାଳିକା ବେସିସ୍ରେ କହୁଛି ନା, କ'ଣ ମୁଁ ବାଇବେଲ ବେସିସ୍ରେ କହୁଛି ନା, କ'ଣ ମୁଁ ଧର୍ମଶାସ୍ତ୍ର, ଆମର ହିନ୍ଦୁ ଧର୍ମଶାସ୍ତ୍ର ଯେମିତି ଭବିଷ୍ୟ ପୁରାଣ ଏଗୁଡ଼ା ବେସିସ୍ରେ, ଭାଗବତ ଏଗୁଡ଼ା ବେସିସ୍ରେ କହୁଛି ନା, କୋରାନ ବେସିସ୍ରେ କହୁଛି ନା। ତା ମାନେ କ'ଣ, ମୁଁ ଖାଲି ମାଳିକା ବେସିସ୍ରେ କହୁନି, ଖାଲି ବାଇବେଲ ବେସିସ୍ରେ କହୁନି, କି ଖାଲି କୋରାନ ଏସବୁ ବେସିସ୍ରେ କହୁନାହିଁ। ତ କେଉଁ ବେସିସ୍ରେ କହୁଛି, ସମସ୍ତଙ୍କର ବେସିସ୍ରେ ହିଁ କହୁଛି। କାରଣ ମୋର ଯେତିକି ରିସର୍ଚ୍ଚ, ମୋର ଯେତିକି ଅନୁସନ୍ଧାନ, ଯେତିକି ଆନାଲିସିସ୍ ମୁଁ କରିଛି, ସେହି ହିସାବରେ ଦେଖିବା ପାଇଁ ଗଲେ ମାଳିକାରୁ ତ ଆମକୁ କେତେ ଗୁଡ଼ିଏ ଡେଟ୍ ମିଳିଛି, ଯେଉଁ ବେସିସ୍ରେ ମୁଁ ଭିଡ଼ିଓ ବି ଆଗରୁ ବନେଇ ସାରିଛି, ଆଉ ଆଗକୁ ବି ମୁଁ ବି ବନେଇ ପାରେ କେତେ ଗୁଡ଼ିଏ। ମାଳିକା ବେସିସ୍ରେ ହଉ, ବାଇବେଲ ବେସିସ୍ରେ ହଉ, କୋରାନ ବେସିସ୍ରେ ହଉ, ସମସ୍ତଙ୍କର ଲାଷ୍ଟ 50 ବର୍ଷ ଚାଲିଛି। କହିବା ପାଇଁ ଗଲେ 2025ରୁ ଯେଉଁ ଇୟର୍ଟା ଷ୍ଟାର୍ଟ ହେବ, ସେଇଟା ହେଉଛି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟେଜ୍। ଏଇଟା ଗୋଟେ ଏମିତି ଗ୍ରହ ସଂଯୋଗ ବି ହେଉଛି, ଆପଣ ଦେଖନ୍ତୁ ଜ୍ୟୋତିଷମାନେ ବି କହୁଛନ୍ତି। କିନ୍ତୁ କ'ଣ ହେବ ସେଇଟା ମେ ବି ବହୁତ ଲୋକ ଏକ୍ଜାଗରେଟ୍ କରିଦେଉଛନ୍ତି ଯେ ଅମକ ହେଇଯିବ, ଢିଙ୍କି ହେଇଯିବ, ପୃଥିବୀ ପ୍ରଳୟ ହେଇଯିବ। ମେ ବି ହେଇପାରେ, ନ ହେଇପାରେ, ଚେଞ୍ଜ ହେବ ସୁନିଶ୍ଚିତ। କିନ୍ତୁ କ'ଣ ଡ୍ରାଷ୍ଟିକାଲ ଚେଞ୍ଜ ହେବ? ହଁ, ଡ୍ରାଷ୍ଟିକାଲ ଚେଞ୍ଜ ତ ହେବ, କାରଣ ଏବେ ସିଚୁଏସନ୍ ଯେଉଁ ଆଡ଼କୁ ଯାଉଛି ଡ୍ରାଷ୍ଟିକାଲ ଚେଞ୍ଜ ହେବ। ସୋସିଆଲ ପଏଣ୍ଟ ଅଫ୍ ଭ୍ୟୁରୁ ହଉ, ଇକୋନୋମିକାଲ ପଏଣ୍ଟ ଅଫ୍ ଭ୍ୟୁରୁ ହଉ, ରିଲିଜିଅନ୍ ପଏଣ୍ଟ ଅଫ୍ ଭ୍ୟୁରୁ ହଉ, ସବୁ ଡ୍ରାଷ୍ଟିକାଲ ଚେଞ୍ଜେସ୍ ଆସିବ।
तो ତା ଲାଗି ଆମେ କେତେ ଦୂର ପ୍ରିପେୟାର୍ଡ ରେଡ଼ି ଆମେ ଜାଣିନୁ, ମାନେ କହି ତ ହବନି କାରଣ ଚେଞ୍ଜ କ'ଣ ଆସିବ ଆମେ ଯେହେତୁ ଜାଣିନୁ କ'ଣ କହିବା। କିନ୍ତୁ ମୁଁ ସିମ୍ପଲି ଗୋଟେ ମେସେଜ ଆପଣ ଚାହୁଁଥିଲି ତ ମାସେ ଦୁଇ ମାସର କଥା ଥରେ ଧରିକି ରୁହନ୍ତୁ, ତାପରେ ଜଣାପଡ଼ିଯିବ। କାରଣ ମୁଁ ବି ୱେଟ୍ କରୁଛି ମାଳିକାରୁ ଯାହା ସବୁ ଆନାଲିସିସ୍ କରି ରଖିଛି ଦେଖିଦେବା ମାର୍ଚ୍ଚ 29 ଆସୁ 30 ଆସୁ। କାରଣ ସେ ଗୋଟେ ଫାଷ୍ଟ ମୋର ପଏଣ୍ଟ ଥିଲା 2022 ଫେବୃଆରୀ ମାସ, ସେଇଥିରେ ଯାହା ହେବା କଥା ହେଲା, ଗୋଟେ ଫାଷ୍ଟ ଇଣ୍ଡିକେସନ୍ ପୂର୍ଣ୍ଣ ହେଲା। ତେଣୁ ମୁଁ ଏହାର ସାର୍ ଏତେ ଭିଡ଼ିଓ ବନାଇନି ଯେଉଁ 22ରେ 23ରେ ଯେଉଁ 24ରେ, କାରଣ ମୁଁ ଜାଣିଛି 23 24ରେ ଏମିତି କିଛି ବଡ଼ କଥା ହେବାର ନାହିଁ। ଲୋକ କହିଥିଲେ 24ରେ ବନ୍ୟା ଆସିବ ବାତ୍ୟା ଆସିବ ମଗା ଯେଉଁ 23ରେ ଆଉ ଗୋଟେ ନୂଆ ରୋଗ ପଳେଇ ଆସିବ ବହୁତ କହିଥିଲେ, କିନ୍ତୁ ମୁଁ ଏଗୁଡ଼ା କିଛି କହିନି ମୋ ଭିଡ଼ିଓରେ। କାହିଁକି କହିନି କାରଣ ମୁଁ ଜାଣିଛି ଏଗୁଡ଼ା କିଛି ହେବାର ନାହିଁ। ମେନ୍ ଯେଉଁ 4ଟା ଇୟର୍ ଥିଲା ମୁଁ ଏଇଟା କହିଥିଲି 2025କୁ ଜଗ, 2022ରେ ଗୋଟେ କହିଥିଲି, ତାପରେ କହିଥିଲି 2025କୁ ଜଗ। 2025 ଷ୍ଟାର୍ଟ ହେଇଯାଇଛି, ଆଉ 2-3 ମାସ କଥା, ତାପରଠୁ ଗୋଟେ ଟ୍ରେଣ୍ଡ ଷ୍ଟାର୍ଟ ହେବ, ସେଇଟା ଆମେ ଦେଖିଦେବା। ତାପରେ ଯେଉଁ ଇୟର୍ ଗୁଡ଼ା ଅଛି ସେଇଟା ତ ଆହୁରି ପାଖକୁ ଅଛି, ଏବେ ତ ନାହିଁ ୱରିଡ୍ ହେବାର। କିନ୍ତୁ ଯଦି ସେଇ ସବୁ ଇଣ୍ଡିକେସନ୍ ଗୁଡ଼ା କମ୍ପ୍ଲିଟ୍ ହେଲା ତାହେଲେ ଆମେ ଜାଣିବା ଯେ ହଁ ନାଇଁ ଯେଉଁ ଟ୍ରେଣ୍ଡଟା ଚାଲିଛି ସେଇଟା ଯାଇଛି। କିନ୍ତୁ ଯେଉଁ ଯୁଗ ପରିବର୍ତ୍ତନ ହେବାର ସମୟ ବା ଡିଫିକଲ୍ଟ ସମୟ ଆସିବାର ସମୟ ସେଇଟା ତ ଗ୍ୟାରେଣ୍ଟେଡ୍ ଲାଗୁଛି। କାହିଁକି ନା ଯଦି ଖାଲି ମାଳିକାରୁ ମିଳିଥାନ୍ତା ଗୋଟେ କଥା ନା, ଯଦି ଖାଲି ବାଇବେଲରୁ ମିଳିଥାନ୍ତା ତାହେଲେ ବି ମେ ବି ନା। କିନ୍ତୁ ସମସ୍ତଙ୍କର ଟାଇମିଂ କାଲକୁଲେସନ୍ ଆଉ ଯେଉଁ ଇଣ୍ଡିକେସନ୍ ଦେଇଛନ୍ତି ଶେଷ ସମୟ ବେଳର ସମସ୍ତଙ୍କର ଏବେ ମ୍ୟାଚ୍ କରୁଛି। ସମସ୍ତଙ୍କର ବାଇବେଲ ହଉ, ସେକେଣ୍ଡ କମିଂ ଅଫ୍ ଜିସସ୍ ହଉ, ଆଉ ସେକେଣ୍ଡ କମିଂ ଅଫ୍ ଲେଟ୍ସ ସେ ସେକେଣ୍ଡ କମିଂ ତ ତାଙ୍କର କୁହାଯାଉନି, ତାଙ୍କର ପୁରାଣରେ ଯାହାକୁ ଆଲମାହାଦି କହୁଛନ୍ତି ତାଙ୍କର ଆସିବାର ହଉ, କିମ୍ବା ମାଳିକାରେ ଆମର କଳ୍କିଙ୍କର ଆସିବାର ହଉ, ସମସ୍ତଙ୍କର ଯେଉଁ ସବୁ ଡିସ୍କ୍ରିପ୍ସନ୍ ଅଛି ସେଗୁଡ଼ା ସବୁ ମ୍ୟାଚ୍ କରୁଛି। ତେଣୁ ଯେହେତୁ ସବୁଥିରୁ ମ୍ୟାଚ୍ କରୁଛି ତେଣୁ ପ୍ରୋବାବିଲିଟିଟା ବଢ଼ିଯାଉଛି। ତେଣୁ ଆମକୁ ସଜାଗ ରହିବାର ଅଛି। ତେଣୁ ମୁଁ ଏଇ ଗୋଟେ ଭିଡ଼ିଓରେ ଅପଡ଼େଟ୍ ଦେବା ପାଇଁ ଚାହୁଁଥିଲି। ବେଶୀ ତ ଦିନ ନାହିଁ, ମାସ 2 ମାସର କଥା, ୱେଟ୍ କରନ୍ତୁ, ଦେଖନ୍ତୁ କ'ଣ ହେଉଛି। ସେଇ ହିସାବରେ ଆକୁ ୱାନ୍ସ ଏ ଡେଟ୍ ପଳେଇଲା ତାପରେ ମୁଁ ଡିସକ୍ଲୋଜ୍ କରିବି ବହୁତ ଜିନିଷ। ଯେପର୍ଯ୍ୟନ୍ତ ଡେଟ୍ ଯାଇନି ମୁଁ ଡିସକ୍ଲୋଜ୍ କରିବି। ଅନ୍ୟମାନଙ୍କ ଭଳିଆ ମୋର ପ୍ରଚାର ବେପାର ଏସବୁ ଧନ୍ଦା ନାହିଁ, ତେଣୁ ମୁଁ ସେଗୁଡ଼ା ସବୁ କରୁନି। ଯାହା ଇମ୍ପୋର୍ଟାଣ୍ଟ ଜିନିଷ ସେଇଟା ଅବଭିୟସ୍ଲି ମୁଁ ଭିଡ଼ିଓ ବନେଇକି ଦେଉଛି। ଆପଣ ମୋ ଚ୍ୟାନେଲରେ ଦେଖିଦେବେ ଯାହା ଇମ୍ପୋର୍ଟାଣ୍ଟ ଜିନିଷ ସେ ବିଷୟରେ ମୁଁ ଭିଡ଼ିଓ ହିଁ ବନେଇଛି। ଇଆଡ଼ୁ ସିଆଡ଼ୁ ହୋ ହାଲା କରିବା ସେଇଟା ଭ୍ୟୁଜ୍ ବଢ଼େଇବା ଇଏ କରିବା ସେଇଟା ମୋର ଅବଜେକ୍ଟିଭ୍ ନୁହଁ, ସେଇଟା ବି ମୁଁ କରୁନି। ତେଣୁ ଜଷ୍ଟ ଗୋଟେ ଅପଡ଼େଟ୍ ଥିଲା ଯେ ମୁଁ ଗୋଟେ ଯେଉଁ ରିସର୍ଚ୍ଚ ଚଲେଇଥିଲି, ଆନାଲିସିସ୍ ଚଲେଇଥିଲି, ତା ବେସିସ୍ରେ ମୁଁ ଏହା କହୁଛି ଯେ ନାଇଁ ଧ୍ୱଂସ ଯେଉଁ ହେବ, ବିଭିନ୍ନ ପ୍ରକାର ଚେଞ୍ଜ ଯେଉଁ ହେବ, ପରିବର୍ତ୍ତନ ଯେଉଁ ଆସିବ ସେଇଟା ହେବା ଏବେ ସୁନିଶ୍ଚିତ। ଠିକ୍ ଅଛି ନା? ତ ଆପଣ କହିବେ ଯେ ଅଲଗା ଲୋକ ବି ତ ସେଇଆ କହୁଛନ୍ତି। ଅଲଗା ଲୋକ ଯାହା ହେଉଛି ସେଇଟାକୁ ନେଇକି ହୋହାଲା କରିକି ବହୁତ ଜିନିଷ କହୁଛନ୍ତି। ଛୋଟ ମୋଟ କ'ଣ ହେଲା ସେଇଟାକୁ ନେଇକି ଷ୍ଟାର୍ଟ କରିଦେଲା, ଆରେ ଆଇଗଲା ରୋଗ ଆଇଗଲା। ମହାକୁମ୍ଭରେ କ'ଣ ହେଇଗଲା, ଆରେ ଆଇଗଲା ହେଇଗଲା ଧ୍ୱଂସ ହେଇଗଲା। ସବୁ ଏମିତି ଚଲେଇଛନ୍ତି। କାଲି କୋଉଠି ଗୋଟେ ଆସିନା ହଁ ହେଇଗଲା ଆମକ ହେଇଗଲା ଢିଙ୍କି। ମୋର ସେଇଟା ଛୋଟ ଛୋଟ ଦୁନିଆରେ ଜିନିଷ ବହୁତ ଆଗରୁ ହେଇ ଆସିଛି, ହେଉଛି, ହେବ। ଲୋକ ଯେତେବେଳେ କରୋନା ଫରୋନା ଆସିନଥିଲା ସେତେବେଳେ ସବୁ ଏସବୁ ନିଷ୍କର୍ଷଣ କରୁନଥିଲେ, କିନ୍ତୁ ଯେବେ ଆସିଗଲା ସେତେବେଳେ କୁମ୍ଭୀରକୁ ଗୋଳିଆ ପାଣି ମିଳିଲା ଭଳିଆ ସମସ୍ତେ ଷ୍ଟାର୍ଟ କଲେ। ତେଣୁ ଠିକ୍ ଅଛି, ସମସ୍ତେ ଷ୍ଟାର୍ଟ କରିବା ଭଲ, କାରଣ ଚର୍ଚ୍ଚା ବଢ଼ିବ, ଚର୍ଚ୍ଚା ବଢ଼ିଲେ ତଥ୍ୟ ବାହାରକୁ ଆସିବ ଆଉ ସମସ୍ତେ ଉପକୃତ ହେବେ। କିନ୍ତୁ ଯାହା ବି ହଉ, କେତୁଟା ପଏଣ୍ଟ ଅଛି ମୁଁ ସେଇଟାକୁ ଷ୍ଟିକ୍ କରିକି ରହୁଛି, ନା କି ସବୁ ଇନସିଡେଣ୍ଟରେ ମୁଁ ଭିଡ଼ିଓ ବନାଉଛି ନାଇଁ ଆମକୁ ହେଇଗଲା ଢିଙ୍କି ହେଇଗଲା। ଡରରେ ଫେଲେଇବାଟା ଭଲ ଜିନିଷ ନୁହଁ। ଲୋକ ଯେଉଁ କାମ କରୁଛନ୍ତି ସେ ଗୋଟେ ପ୍ରକାର ପ୍ରଚାର ନାଁରେ ଗୋଟେ ପ୍ରକାର ଏମିତିଆ ଜିନିଷ ବି କହୁଛନ୍ତି ଯେଉଁଟା ଭାଇ ବେସଲେସ୍ ଜିନିଷ ବି କହୁଛନ୍ତି। ତେଣୁ ବେସଲେସ୍ ଜିନିଷ କହିକି ଫାଇଦା କ'ଣ? ତେଣୁ ଯାହା ଯେତିକି ପରିମାଣରେ ହେବ ସେତିକି ପରିମାଣ ବା କିଛିଟା କମ୍ ବେଶୀ କରିକି କହିଲେ ଲୋକ ଉପକୃତ ହେବେ। ଯଦି ଖାଲି ହୋ ହାଲା କରିବ ବିଭିନ୍ନ ପ୍ରକାର, ତେଣୁ ମୋର ଅବଜେକ୍ଟିଭ୍ ସେଇଆ ନୁହଁ। ମୋତେ ସେଇଟା ମାନେ ରେଜୋନେଟ୍ କରେନି ସେଇ ଟାଇପ୍ର ଏଜେଣ୍ଡା ଚଲେଇବା, ସେଇ ଟାଇପ୍ର ଆକ୍ଟିଭିଟି ଚଲେଇବା। ତେଣୁ ମୁଁ ଏଇଟା କରେନି। ତେଣୁ ଏଇଟା ତ ସତ ଯେ ଚେଞ୍ଜ ହେବ। ମୋର ପର୍ଟିକୁଲାର ମୁଁ ବହୁତ ମାଳିକା ହଉ, ଅନ୍ୟ ଗ୍ରନ୍ଥ ହଉ, ସବୁ ପଢ଼ାପଢ଼ି କରିକି ଆନାଲିସିସ୍ କରିକି ରିସର୍ଚ୍ଚ କରିକି ସେସବୁ ବାହାର କରିଛି। ଆଉ ସେଇ ବେସିସ୍ରେ ମୁଁ କହୁଛି ଯେ ପରିବର୍ତ୍ତନ ହେବା ସୁନିଶ୍ଚିତ ଲାଗୁଛି। ତେଣୁ ଆପଣମାନେ ଆଉ 2 ମାସ ରହିଲା, 2 ମାସ ଥରେ ଧରିକି ରୁହନ୍ତୁ, ତାପରେ ଆମେ ଦେଖିବା କ'ଣ ହେଉଛି। ଜଷ୍ଟ ଗୋଟେ ଛୋଟ ଅପଡ଼େଟ୍ ଭିଡ଼ିଓ ବନାଉଥିଲି, ବହୁତ ଦିନ ହେଲା ଚ୍ୟାନେଲରେ ଭିଡ଼ିଓ ବନାଇନଥିଲି, ତ କଣ୍ଟାକ୍ଟରେ ନଥିଲି, ତ ସେଇ ବେସିସ୍ରେ ଗୋଟେ ଭିଡ଼ିଓ ବନେଇକି ଅପଲୋଡ଼ କରିଦେଉଛି। ଆଗକୁ ଅଲଗା ଭିଡ଼ିଓରେ କଥା ହେବା। ଓମ୍ ବନ୍ଦେ ମହାପୁରୁଷ ଚରଣ।